କଳାହାଣ୍ଡିର ଦୁଃଖ ଥୁଆମୂଳ ରାମପୁର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ବିକଳ ଚିତ୍ର ଯୋଗୁଁ ଦେଶରେ ବେଶ ପରିଚିତ। ହଁ ଆଜ୍ଞା, ଏକଥା କୌଣସି ସୁଖକର ନୁହଁ। ଦେଶ ସ୍ୱାଧୀନତାର ৭୭ ବର୍ଷର ସ୍ୱାଦ କେମିତି ଆଜି ବି ତୃଣମୂଳ ସ୍ତରରେ ଅବସ୍ଥାକୁ ଦେଖିଲେ ଜାଣିପାରିବେ। ତଥାପି ମେରା ଭାରତ ମହାନ। ଏଠାରେ ହସି ରାଜନୀତି, କାନ୍ଦି ଜନତା, କାହାକୁ କିଛି ଫରକ ପଡ଼ିବ ନାହିଁ। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ଏଠାରେ କେବଳ ଗୋଟିଏ ଦାନ ମାଝିକୁ ମୁଣ୍ଡରେ ମୁଣ୍ଡାଇ ଦେଲେ ଦୁଃଖ ସରିଯିବନି। ଶହ ଶହ ପରିବାର ଏପରି ତଳିତଳାନ୍ତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଗୁଣପୁର ପଞ୍ଚାୟତ ହାଡ଼ଖୁର୍ସିଗୁଡ଼ା ଜଙ୍ଗଲପଡ଼ାରୁ ଆସିଛି ବିକଳ ଚିତ୍ର। ଏହି ଚିତ୍ରକୁ ଦେଖନ୍ତୁ, ଜାଣିବେ ଆମେ କେତେ ସମୃଦ୍ଧ। ମୋ ରାଜ୍ୟରେ ବିଜେଡି ଶାସନର ହୋଇଛି ଅନ୍ତ, ତଥାପି ଏହି ଅଞ୍ଚଳ ମାନସିକ ରୋଗାକ୍ରାନ୍ତ। କିନ୍ତୁ ଏହି ନିରୀହ ନିଷ୍ପେଷିତ ଜନସାଧାରଣଙ୍କର ମାଧ୍ୟମ ହୋଇ ଆମେ ଜନମତ ଟିଭି ପକ୍ଷରୁ ସରକାରଙ୍କୁ ନିବେଦନ କରୁଛୁ, ଏହି ଅନୁନ୍ନତ ଅଞ୍ଚଳ ପ୍ରତି ସୁଦୃଷ୍ଟି ପଡ଼ୁ, ଏହାର ପାରିପାର୍ଶ୍ୱିକ ଉନ୍ନତି ହେଉ। ଏହି ଅଞ୍ଚଳର ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପରି ମୌଳିକ ସୁବିଧା ଦେବା ସହିତ ସଚେତନତାକୁ ପ୍ରାଧାନ୍ୟ ଦିଆଯାଉ। ବ୍ୟୁରୋ ରିପୋର୍ଟ, ଜନମତ ଟିଭି। କାଇଁ ଯାଉଛ? ଆମେ ଡକ୍ଟରଖାନା। କାଇଁ ହେଲେ? ଜୋର ସିରିୟସ୍ ପୁରା ବେହୋସ ହେଇ ଯାଇଛ। ହେଲେ କାଇଁ ଚିନ୍ତା କରୁଛ? ଆଉ କାଁ ଖବର? ରୋड ନାହିଁ, ରାସ୍ତା ନାହିଁ, ବାଟ ନାହିଁ, ଘାଟ ନାହିଁ, ଆଉ କେନ୍ତା କରନା? 108 ଗାଡ଼ି ଫୋନ୍ କଲ କାଇଁ? କାଇଁ ଯେ ନାଇଁ ଆସିବାର? ରାସ୍ତା ଥିଲେ ତ ଆଇବା। ରାସ୍ତା ତ ଠିକ ନାହିଁ ନା, କେନ ଆଡ଼େ ରାସ୍ତା? ତମର ଗାଁ କେନ୍ ଗାଁ? ହାଡ଼ଖୁର୍ସି। ମୋ ପଞ୍ଚାୟତ କେନ୍ଟା? ତମ ପେସେଣ୍ଟ କାଇଁ ଲାଗେ? ଆମ ପେସେଣ୍ଟ ମୋ ମନସା। ତମର କାଇଁ ଲାଗେ? ମୋ ଗୋଡ଼ମା ଲାଗି। ହଁ ହଁ। ରାସ୍ତା ନାଇଁ ଆଜ୍ଞା, ବର୍ଷା ପଡ଼ଲା ବୋଲେ ଚାଲି ହେବାର ନାଇଁ ନା, କିଛି ବୁଲି ହେବାର ନାଇଁ ନା, ଘରେ ରହିଲା ଲୋକ ରହି ହେଉଛେ। ଇ ବାଟେ ଆସି ନାଇଁ ହେବାର, ଦୋକାନ ଯାଇ ହେବାର ନାଇଁ, କିଛି ନାଇଁ କି କେନେ ଚାଉଳ ଆଣି ଯାଏ ପଞ୍ଚାୟତକେ ଯିବାକୁ ନାଇଁ ଯାଇ ପାରବାର ହେଲା। 2 ମାସ 3 ମାସ ହେନ୍ତା ରହି ଯାଉଛେ ଆମରଟା। ତାପରେ ଖରା କଲା ବୋଲେ ଯାଉଛୁ, ଖରା ନାଇଁ କଲେ ତ ହେନ୍ତା ରହୁଛେ ନା। ପେସେଣ୍ଟ କେ ନେଲେ କେନ୍ତା କରି ନଉଛ ଆପଣ? ପେସେଣ୍ଟ କେ ନେଲେ ଆଜ୍ଞା ଖଟ କରୁଛୁ, 4 ଲୋକ 5 ଲୋକ ହେଇକରି ଗୋଟେ ଲୋକ ପଛକେ ଧରବାକୁ ପଡୁଛେ, ହେନ୍ତା ହେଇକରି ଚଲୁଛୁ ଆମେ। କାକା ଜଣାଇଲେ ନା ଏଇ ବିଷୟ? କେତେ ଜଣେଇଲୁ ନା ଆଜ୍ଞା, ଚେୟାରମ୍ୟାନ୍ ବୋଲି, ଭାଇସ୍ ଚେୟାରମ୍ୟାନ୍ ବୋଲି, କେତେ ସରପଞ୍ଚ ମେମ୍ବର ସବକେ ଜଣେଇଲୁ ନା ହେଲା। ସେତେବେଳେ ବି ହେବାର ନାହିଁ। ଏବେ ନୂଆ ସରକାର ଗୋଟେ ଗଠନ କରିଛେ, ସେ ସରକାର ଯଦି କାମ ଦାମ କରିଦେଲା ବୋଲେ ସେ ଗୋଟେ ସରକାର ଭଲଟା ବୋଲି କରିବି ଟିକେ ଭଲ ଲାଗବା ହେଲା। ନା ବୋଲ ଯିମୁ କେନ ଆଡ଼େ ଆଜ୍ଞା, ଆମେ ଚାଉଳ ଆଣି ଯିବାର ଲାଗି ବି ବହୁତ ଅସୁବିଧା। ଚାଉଳ ଆଣି ଯିବାର ଲାଗି ବି ଆମକେ ରାସ୍ତା ନାହିଁ। ଚାରିଆଡ଼େ ନାଲା ଢୋଡ଼ଗା ନଦୀ ଅଛେ ନା, ଆମର ବାଟ ହିଁ ଟୋଟାଲ ନାହିଁ ହେଲା। କୌଣସି ମତେ ଆମର ବାଟ ନାହିଁ ନା, ଯେନ ଆଡ଼େ ଯହ ଖାଲି ଢୋଡ଼ଗା ନାଲ ଅଛେ। ଆମେ ସେ ନାଲ ଢୋଡ଼ଗା ଭିତରେ ଘେରି କରି ଲୁଚି କରି ରହି ଯାଇଛୁ। ଆମର ପରିଚୟ ନହେଲା ଏନ୍ତା ହିଁ ରହିଛୁ। ଏତକି ବର୍ଷ ହେଲା, 25-30 ବର୍ଷ ଗୋଟେ ସରକାର ଚାଲୁଛେ, କୌଣସି ମତେ ଆମର ଏଇ ଗାଁକେ ଦୃଷ୍ଟି ନାଇଁ ଦେଲା। ଆମେ ବହୁତ ଅସୁବିଧା ନେ ରହୁଛୁ। ଆମର ହର ଜିନିଷ ନେ ଅସୁବିଧା ହଉଛେ ନା। ଆମର କୁଲିଭୂତି କରି ଯିବାନେ ବି ଅସୁବିଧା, ଆମେ କେନ୍ ଡକ୍ଟରଖାନା ଯିବାନେ ବି ଅସୁବିଧା ନା, ଆମେ ପଞ୍ଚାୟତ ଘର ଚାଉଳ ଆଣି ଯିବାନେ ବି ବହୁତ ଅସୁବିଧା। ଆମର ସବୁ ନେ ଅସୁବିଧା, କେନେ ବି ଆମର ସୁବିଧା ନାହିଁ କି କୌଣସି ପ୍ରକାର ସାହାଯ୍ୟ ଆମକେ କେନୁ ବି ଦିଆ ନାଇଁ ଯିବା।